ଛୋଟ ଛୋଟ ପିଲାମାନେ ଗପ ଶୁଣିବା। ଠିକ୍ ଅଛି, ମନ ଦେଇକି ଶୁଣ। ଗୋଟେ ଗାଁରେ କିଛିଟା ବିଲେଇ ରହୁଥିଲେ। ବିଲେଇ ମାନେ ସିଏ ତାଙ୍କର ପରିବାର ସବୁ ନେଇକି ରହୁଥିଲେ, କିନ୍ତୁ ସେ ଭିତରେ ସେମାନଙ୍କ ମଝିରେ ଦୁଇଟି କଳା ବିଲେଇ ଥିଲେ। ଭାରି ଦୁଷ୍ଟ ଆଉ କଳିହୁଡ଼ି, ସବୁବେଳେ ମ୍ୟାଉ ମ୍ୟାଉ ହେଇକି ଝଗଡ଼ାଝାଟି ଲାଗିଥିବେ। ଯେତେ ଯିଏ ତାଙ୍କ ପରିବାର ଲୋକ ବୁଝେଇବେ, ଆରେ ଝଗଡ଼ା କାହିଁ କରୁଛ, ମିଳିମିଶି ଖାଉନ କରୁନ, ସେ ସବୁ ଶୁଣିବେ, ପୁଣି ଝଗଡ଼ା ଲାଗିବେ। ହେଲେ କ'ଣ ହେଇଛି ନା, ଯେତେବେଳେ ଗୋଟେ ଭୁଆ ବିଲେଇ ଯାଇକି କୋଉଠି ଖାଉଥିବ, ଆର ବିଲେଇଟି ଆଉ କୋଉଠି ଯାଇ ଖାଇଲେ ହୁଅନ୍ତାନି, ସିଏ ବି ଯାଇକି ତାରି ପାଖରେ ପହଞ୍ଚିବ, ତାଠୁ ଛଡ଼େଇ ଖାଇବ, ଆଠୁ ଛଡ଼େଇ ଖାଇବ, ଖାଲି ଝଗଡ଼ା କରନ୍ତି ସବୁବେଳେ। ତ ଗାଁ ସାରା ଲୋକ ବି ଜାଣିଥାନ୍ତି ଯେ ଏଇ ବିଲେଇ ଦୁଇଟି ସବୁବେଳେ ଝଗଡ଼ା କରୁଛନ୍ତି। ତେଣୁ ଅସୁବିଧା କ'ଣ ହୁଏ ନା, ଅଲଗା କେଉଁ ବିଲେଇ ଦେଖିଲେ ଲୋକ ଖାଇବାକୁ ଦେବେ, କେକ୍ ବିସ୍କୁଟ ଯାହା କିଛି ଦେବେ, କ୍ଷୀର ଭାତ ସବୁ ଦେବେ। କିନ୍ତୁ ଏଇ କାଳି ବିଲେଇ ଦୁଇଟି ଦେଖିଲେ ମାନେ ତାକୁ ଦୂରେଇବେ, ତଡ଼େଇବେ, ଟେକା ପଥର ମାରିବେ, ଏଇଟା ଆସିଲାଣି ଝଗଡ଼ା ହେବ, ଖାଲି ମିଆଁ ମିଆଁ ହେବ। ତ ସେମାନଙ୍କୁ ଆସ୍ତେ ଆସ୍ତେ ଖାଇବା କମ୍ ମିଳିଲା, କାରଣ ସିଏ ଗଲା ମାନେ ତାଙ୍କୁ ଲୋକ ଉଡ଼େଇ ଦେଲେ, ଘରେ ପୁରେଇ ଦେଲେନି। ତ ଖାଇବା କମ୍ ମିଳିଲେ ଦୁଇ ଜଣ ଯାକ ଟେନସନ୍ରେ ପଡ଼ିଲେ। ଯିଏ ଯେଉଁଠି ପାରିଲା ଲୁଚେଇ ଚୋରେଇ ଖାଇଲା। ସେସବୁ କ'ଣ ହେଲା ନା, ଏମାନେ ଖାଲି କାହା ଘରେ ପଶିକି କେତେବେଳେ କ'ଣ ଲୁଚିକି କାହାର କ୍ଷୀର ପିଇଦେବେ, କାହାର ଭାତ ଖାଇଦେବେ, ଏସବୁ ନାଟକ ଆରମ୍ଭ କଲେ। ହେଲେ ଦିନକର କଥା, ଏମିତି ଦିନେ ବୁଲି ବୁଲି ଯାଉଛି, ଗୋଟେ ଭୁଆ ବିଲେଇ ଯାଉଛି, ଯାଇକି ଦେଖିଲା ଯେ ଜଣଙ୍କର ଘର କବାଟ ଟିକେ ଖୋଲା ଅଛି। ସେ କବାଟ ଦେଇକି ସନ୍ଧିରେ ଭିତରେ ପଶିକି ଯାଇକି ଦେଖିଲା ବେଳକୁ ଗୋଟେ କଡ଼େଇଟାରେ ଗୋଟେ ପୋଡ଼ ପିଠାଟିଏ ଥୁଆ ହେଇଛି। ସିଏ କ'ଣ କଲା, ଦେଖିଲା ଏପଟକୁ ସେପଟକୁ, କେହି ତ ନାହାନ୍ତି, ଚଟକିନି ଯାଇକି ପୋଡ଼ ପିଠାଟାକୁ ଧରି ପକାଇଲା ବେଳକୁ କ'ଣ ହେଇଛି ନା, ଆର ଭୁଆ ବିଲେଇଟି ବି ଆଗୁଆ ଯାଇକି ସେ ଘରେ ଲୁଚିଥି ଦେଖୁଥିଲା। ସିଏ ବି ଆସିକି ଖପକିନି ମାଡ଼ି ବସିଲା। ଇଏ କହିଲା ମ୍ୟାଉଁ କରି କହିଲା, ଛାଡ଼େ ମୋ ପୋଡ଼ ପିଠା, ମୁଁ ନେବି। ସିଏ କହୁଛି ନା, ମୁଁ ଆଗୁଆ ଆସିଛି, ମୁଁ ଏଠି ଜଗିଥିଲି, ମୁଁ ନେବି। ଏମିତି ଝଗଡ଼ାଝାଟି ମ୍ୟାଉଁ ମ୍ୟାଉଁ ଯେତେବେଳେ ହେଲେ, ସେଠୁ ନିଜେ ନିଜେ ଚିନ୍ତା କଲେ ଯେ ଆରେ ଏବେ ତ ଝଗଡ଼ା ଲାଗିଲେ ଲୋକ ଆସିବେ, ଆସିକି ମୂଳରୁ ଦୁଇ ଜଣ ଯାକ ବାଡ଼େଇକି ପଠାଇଦେବେ। ସେଠୁ ଦୁଇ ଜଣ ଯାକ କଥା ହେଲେ, ଠିକ୍ ଅଛି, ଗୋଟେ କାମ କରିବା, ଏଠି ଝଗଡ଼ା କରିବାନି, ଆମେ ଏଇ ପୋଡ଼ ପିଠାଟାକୁ ନେଇଯିବା, ଗାଁ ବାହାରୁ ଯେଉଁ ଆମ୍ବ ତୋଟା ଅଛି, ସେଠି ଲୋକବାକ କେହି ନଥିବେ, ସେଠି ଯାଇକି ଠିକ୍ ଦୁଇ ଭାଗ କରିବା। କଲେ ଆଉ ଏଠି ଝଗଡ଼ା କଲେ ଲୋକ ଆସିକି ଆମକୁ ବାଡ଼େଇକି ହଟେଇ ଦେବେ, କେହି ବି ଖାଇବାକୁ ପାଇବାନି। ଦୁଇଟି ଯାକ ବିଲେଇ ଏଇ କଥା ହେଲେ, କଥା ହେଇ ପୋଡ଼ ପିଠାଟାକୁ ଧରିକି ବାରିପଟ ଦେଇକି ଲୁଚି ଲୁଚି ଚାଲିଲେ ଆମ୍ବ ତୋଟାକୁ। ଆମ୍ବ ତୋଟା ମୂଳେ ପହଞ୍ଚିକି ଯାଇକି ଯେତେବେଳେ ପିଠାଟାକୁ ଆରମ୍ଭ କଲେ ଖାଇବା ବୋଲି, ସେ ବଡ଼ ଭୁଆ ବିଲେଇ କହିଲା ମୁଁ ଆଗେ ଖାଇବି, ଇଏ କହିଲା ମୁଁ ଆଗେ ଖାଇବି। ତାଙ୍କର ତ ଝଗଡ଼ା କରିବା ଅଭ୍ୟାସ। ଦୁଇ ଜଣ ଯାକ ଝଗଡ଼ାଝାଟି ଚାଲିଲେ। କ'ଣ କରାଯିବ, କେହି କାହାକୁ ବିଶ୍ୱାସ କରୁନାହାନ୍ତି। ମନେକର ୟାକୁ ଦେଇଦେବ ଆଗେ ତୁ ଖା, ସେ କହୁଛି କାଳେ ସେ ସବୁ ଖାଇଦେବ। ତ ଏଇ କଥା କ'ଣ ହେଇଛି ନା, ସେ ଗଛ ଉପରେ ବସିକି ଗୋଟେ ବୁଢ଼ା ମାଙ୍କଡ଼ ଦେଖୁଥିଲା। ମାଙ୍କଡ଼ଟି ଜାଣିଲା ଯେ ଏ ଦୁଇଟା ବିଲେଇ ଝଗଡ଼ା ଚଲେଇଛନ୍ତି ପୋଡ଼ ପିଠା ପାଇଁ। ମାଙ୍କଡ଼ଟି ଅତି ଚାଲାକ। ମାଙ୍କଡ଼ ତଳକୁ ଆସିକି କହିଲା, ଏ ବିଲେଇ ମାଉସୀ, କାହିଁକି ଝଗଡ଼ା କରୁଛ? ନା, ଆରେ ପିଠାଟି ଆମେ ଆଣିଛୁ ମିଶିକି ଯେ, ଆଉ ଅସୁବିଧା ହେଉଛି, ଆମେ ତାକୁ ଭାଗ କେମିତି କରିବୁ? କହିଲେ। ମାଙ୍କଡ଼ କହିଲା, ଭାଗ କେମିତି କ'ଣ କରିବ ତୋର ଜାଣିପାରୁନ? ମୁଁ କରିଦେବି, ଆଣୁନା। ନା, ଯଦି ଭାଗ କରିବୁ ପୁରା ପରଫେକ୍ଟ ସମାନ ଦୁଇ ଭାଗ କରିବୁ, ଏପଟୁ ଟିକେ ବଡ଼ ହେବନି ଯେମିତି ସେପଟେ ହେବନି। କହିଲେ। ସେ କହିଲା ହଉ ଠିକ୍ ଅଛି କହିକି ଆସିକି ଦୁଇଟା ଯାକ ଏଇ ଯେଉଁ ବିଲେଇଠୁ ନେଲା ପୋଡ଼ ପିଠାଟା, ତାକୁ ଦୁଇ ଗଡ଼ି କରିଦେଲା। ଦୁଇ ଗଡ଼ି କରିଦେଲେ କ'ଣ ହେଲା ନା, ଏପଟଟା ଟିକେ ବଡ଼, ଆର ପଟଟା ଟିକେ ସାନ ହେଇଗଲା। ଦେଖିକି ଭୁଆ ବିଲେଇ କହିଲା, ହଁ ଏଇଟା ସାନ ହେଇଗଲା, ମୁଁ ନେବିନି। ସେ ଆର ବିଲେଇ ବି କହୁଛି, ମୁଁ ବି ସାନଟା ନେବିନି, ବଡ଼ଟା ନେବି। ତ ମାଙ୍କଡ଼ କହିଲା, ଆଉ ଠିକ୍ ଅଛି, ତମେ ବ୍ୟସ୍ତ ହୁଅନି, ଗୋଟେ ନିକିତି ଆଣିଲା। ନିକିତିରେ ଏ ଭାଗରେ ଗୋଟେ ପୋଡ଼ ପିଠା, ସେ ଭାଗରେ ଗୋଟେ ପୋଡ଼ ପିଠା ପକେଇକି ଓଜନ କରାଇଲା। ଓଜନ କଲେ କ'ଣ ହେଲା ନା, ତମେ ମାନେ ତ ଜାଣିଛ, ନିକିତି ତଉଲ ସାନ ବଡ଼କୁ, ଭାରି ହୁଏ ଯେଉଁ ରହେ ତଳକୁ। ତ ଯେଉଁଟା ଓଜନିଆ ହେଉଛି ସେ ଟିକେ ତଳକୁ ସେ ପଲାଟା ଖସି ଆସୁଛି। ଖସି ଆସିଲେ ମାଙ୍କଡ଼ ଚାଲାକ କ'ଣ କରୁଛି, ଯେଉଁଟା ଓଜନିଆ ହେଲା ସେଇଥିରୁ ଗଡ଼ିଟେ ପିଠା କାଢ଼ିକି, ଏଇଟା ଟିକେ ଅଧିକ ଓଜନ ହେଇଯାଇଛି,
କହିକି ଖଣ୍ଡଟିଏ ପିଠା କାଢ଼ିକି ଖାଇଦେଉଛି। ଖାଇଦେଲେ କ'ଣ ହେଉଛି, ସେପଟଟା ପୁଣି ହାଲକା ହେଇଯାଉଛି, ଆରପଟଟା ପୁଣି ତଳକୁ ଖସି ଆସୁଛି। ପୁଣି ଆରପଟରୁ ଗୋଟେ ଏପଟ ଓଜନ ହେଲା, ହଉ ଠିକ୍ ଅଛି ମୁଁ ଟିକେ ଖାଇଦେଉଛି କହିକି ସେଇଥିରୁ ଆଉଥରେ ଗୋଟେ ଖାଇଦେଉଛି। ଏ ବିଲେଇ ଦୁଇଟା ଖାଲି ନିଜେ ନିଜକୁ ଚାହାଁ ହେଉଛନ୍ତି କେତେବେଳେ ସମାନ ଭାଗ ହେବ ଆମେ 2 ଜଣ ଖାଇବୁ। ତ ସିଏ ଏପଟ ଗଇଠି ଖାଇଦେଉଛି, ପୁଣି ଦେଖିଲା ବେଳକୁ ସେପଟ ବଡ଼ ହେଇଯାଉଛି, ସେପଟକୁ ଗଇଠି ଖାଇଦେଉଛି। ଏମିତି ଏପଟକୁ ସେଇପଟକୁ ଏଇପଟକୁ ସେଇପଟକୁ ଖାଇ 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 ଟୋଟାଲ ପିଠାଟା ସରିଗଲା। ସରିଗଲା ପରେ ମାଙ୍କଡ଼ କହିଲା, ଆରେ ବିଲେଇ ମାଉସୀ, ଏଇ ପିଠାଟା ତ ସରିଗଲା। ହଁ ହଉ ହଉ ଠିକ୍ ଅଛି, ମୁଁ ଯାଉଛି, ତମେ ଆଉଥରେ ଆଉ ଗୋଟେ ପିଠା ଆଣ ଯେ ତାକୁ ପୁରା ଠିକ୍ ଠାକ୍ରେ ମାପ କରିକି ମୁଁ ଭାଗ କରିଦେବି କହିକି ଡିଆଁଟେ ମାରି ଗଛ ଉପରକୁ ପଳେଇଲା। ବିଲେଇ ଦୁଇଟା ମୁହଁ ଚୁଆଁ ଚୁଇଁ ହେଲେ, ମୁହଁ ଶୁଖାଶୁଖି ହେଲେ, ଆସିଲେ ଘରକୁ ଆସିବାରୁ ତାଙ୍କ ବାକି ସାଙ୍ଗ ବିଲେଇମାନେ ସବୁ ଦୂରରେ ଥାଇକି ଦେଖୁଥିଲେ, କହିଲେ ବୁଝିଲଟି, ଭଲ ଲାଗିଲା, 2 ଜଣ ଯାକ ଝଗଡ଼ା କଲ, ମାଙ୍କଡ଼ ତାର ଫାଇଦା ନେଇକି ଆରାମସେ ପିଠାଟା ଖାଇଲା। ତେଣୁ ତମେ ଦୁଇଟାର ସବୁ ଦୋଷ। ବିଲେଇ ଦୁଇଟା ବି ମନେ ମନେ ଭାବିଲେ, ଆରେ ସତ କଥା, ଆମେ କେଡ଼େ ବୋକା କାମ କଲେ। ସେ ଛୋଟ ପିଠାଟା ବରଂ ମୁଁ ଖାଇଥାନ୍ତି, ହେଲେ ଟିକିଏ କମ୍ ସିନା ଖାଇଥାନ୍ତା, କିଛି ତ ମିଳିଥାନ୍ତା। ଏ ମାଙ୍କଡ଼ ତ ସବୁ ଖାଇଦେଲା, କିଛି ମିଳିଲାନି। ବୁଝିଲ ତ ପିଲାମାନେ? ତେଣୁ କୁହାହେଇଛି 2 ଜଣ ଝଗଡ଼ା କଲେ ତୃତୀୟ ଲୋକର ଲାଭ। କେବେ ହେଲେ ସାଙ୍ଗମାନଙ୍କ ସହିତ ଝଗଡ଼ା କରିବନି। ତମେ ଯଦି 2 ଜଣ ଝଗଡ଼ା କରିବ, ବାହାର ଲୋକ କିଏ ଜଣେ ଆସିକି ତାର ଫାଇଦା ନେଇଯିବ। ତାହେଲେ ଆଜି ପାଇଁ ଏତିକି, ବାଏ।